ସାଙ୍ଗମାନେ ସୂର୍ଯ୍ୟଦେବଙ୍କୁ କେବେ ବି ଏହି ଜଳ ଚଢ଼ାନ୍ତୁ ନାହିଁ ବା ଏହି ଜଳ ଅର୍ପଣ କରନ୍ତୁ ନାହିଁ। ଏହା କରିବା ଦ୍ୱାରା ମନୁଷ୍ୟର ଆୟୁ କମ୍ ହେବା ସହିତ ଶରୀର ରୋଗାକ୍ରାନ୍ତ ହୋଇଥାଏ। ଶାସ୍ତ୍ରରେ ମଧ୍ୟ ଲେଖା ଅଛି ଯେ ସୂର୍ଯ୍ୟ ଦେବତାଙ୍କୁ ଏହି ଜଳ ଚଢ଼ାଇବା ଦ୍ୱାରା ମନୁଷ୍ୟର ଆୟୁ କମ୍ ହୋଇଯାଇଥାଏ। ଆସନ୍ତୁ ଜାଣିବା ଏହାର କ'ଣ ରହିଛି ପୌରାଣିକ ସତ୍ୟତା। ଜୟ ଜଗନ୍ନାଥ ସାଙ୍ଗମାନେ, ଆପଣମାନଙ୍କୁ ମୋ ଚ୍ୟାନେଲକୁ ବହୁତ ବହୁତ ସ୍ୱାଗତ ଜଣାଉଛି। ସାଙ୍ଗମାନେ, ଥରେ ଦେବର୍ଷି ନାରଦ ଭଗବାନ ଶ୍ରୀକୃଷ୍ଣଙ୍କୁ ପଚାରିଲେ ଯେ ହେ ପ୍ରଭୁ, ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରିବାର କ'ଣ ମହତ୍ତ୍ୱ ରହିଛି ଏବଂ ସୂର୍ଯ୍ୟଦେବଙ୍କୁ କାହିଁକି ଜଳ ଅର୍ପଣ କରାଯାଏ? ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ଦ୍ୱାରା କେଉଁ ଫଳ ମନୁଷ୍ୟକୁ ମିଳିଥାଏ? ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରିବାର କେଉଁ ସବୁ ବିଧି ରହିଛି? ଏହା ସବୁ ଶୁଣି ଭଗବାନ ଶ୍ରୀକୃଷ୍ଣ କହିଲେ, ହେ ଦେବର୍ଷି, ଆପଣ ସମଗ୍ର ମାନବ ଜାତି ପାଇଁ ଉଚିତ ପ୍ରଶ୍ନ ପଚାରିଛନ୍ତି। ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବା ଦ୍ୱାରା ମନୁଷ୍ୟର ଅନେକ ମଙ୍ଗଳ ହୋଇଥାଏ। ହେ ଦେବର୍ଷି, ମୁଁ ଆପଣଙ୍କୁ ଏକ ପବିତ୍ର କଥା ଶୁଣାଉଛି, ଯାହାଦ୍ୱାରା ଆପଣଙ୍କର ସବୁ ପ୍ରଶ୍ନର ଉତ୍ତର ପାଇପାରିବେ। ଯିଏ ବି ଏକଥାକୁ ସମ୍ପୂର୍ଣ୍ଣ ଶୁଣିବ ତାକୁ 100 ବର୍ଷ ଯାଏଁ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବାର ଫଳ ପ୍ରାପ୍ତି ହେବ। ସେଥିପାଇଁ ଆପଣମାନେ ନିଶ୍ଚିତ ଭାବରେ ଏହି ପୌରାଣିକ କଥାଟିକୁ ସମ୍ପୂର୍ଣ୍ଣ ରୂପେ ଶୁଣନ୍ତୁ। ସାଙ୍ଗମାନେ, ଶ୍ରୀକୃଷ୍ଣ ଦେବର୍ଷି ନାରଦଙ୍କୁ ଏକ ପବିତ୍ର କଥା ଶୁଣାଇବାକୁ ଆରମ୍ଭ କଲେ। ଏହି କଥାବସ୍ତୁରେ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବାର ବିଧି ଏବଂ ସୂର୍ଯ୍ୟଦେବଙ୍କୁ କିପରି ଆପଣମାନେ ପ୍ରସନ୍ନ କରିପାରିବେ ସେସବୁ ବିଷୟରେ ଜାଣିବା। ତା ପୂର୍ବରୁ ସାଙ୍ଗମାନେ, ଯେଉଁମାନେ ମୋର ଚ୍ୟାନେଲରେ ନୂଆ ଅଛନ୍ତି ଦୟାକରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିନିଅନ୍ତୁ ଆଉ ପାଖରେ ଥିବା ବେଲ୍ ଆଇକନ୍ ଉପରେ ପ୍ରେସ୍ କରି ଅଲ୍ ବଟନରେ କ୍ଲିକ୍ କରିଦିଅନ୍ତୁ, ଯାହାଦ୍ୱାରା ଯେଉଁ ନେକ୍ସଟ ଭିଡ଼ିଓ ଅପଲୋଡ଼ କରିବି ସେଇଟା ଆପଣମାନେ ପାଇପାରିବେ। ତ ସାଙ୍ଗମାନେ, ମୋର ଭିଡ଼ିଓଟି ଭଲ ଲାଗୁଥିଲେ ଗୋଟିଏ ଲାଇକ୍ ନିଶ୍ଚିତ ଭାବରେ କରନ୍ତୁ। ଭଗବାନ ଶ୍ରୀକୃଷ୍ଣ କହିଲେ, ପ୍ରାଚୀନ କାଳରୁ ଏକ ନଗରୀ ଥିଲା। ସେହି ଗ୍ରାମରେ ମନୋହର ନାମରେ ଜଣେ ବ୍ରାହ୍ମଣ ତା ପତ୍ନୀ ମାୟାବତୀଙ୍କ ସହ ବାସ କରୁଥିଲା। ମନୋହର ଶାସ୍ତ୍ର ଜ୍ଞାନରେ ପାରଙ୍ଗମ ଥିଲା, କିନ୍ତୁ ସେ କେବେ ବି ନିଜର ଜ୍ଞାନର ସଦୁପଯୋଗ କରୁନଥିଲା। ସେ ତାଙ୍କ ଜ୍ଞାନର ଉପଯୋଗ କେବଳ ଧନ ଉପାର୍ଜନ ପାଇଁ ହିଁ କରୁଥିଲେ। ମନୋହର କେବେ ବି ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରୁନଥିଲେ କିମ୍ବା ଦାନ ଧର୍ମ ମଧ୍ୟ କରୁନଥିଲେ। ସେ ଅତ୍ୟନ୍ତ ସ୍ୱାର୍ଥପର ଏବଂ ଅହଙ୍କାରୀ ସ୍ୱଭାବର ଥିଲେ। ଭଗବାନ ଶ୍ରୀକୃଷ୍ଣ କହିଲେ, ହେ ଦେବର୍ଷି, ଥରେ ମନୋହର ବନରେ ଯିବା ସମୟରେ ତାକୁ ଏକ ବିଷଧର ସର୍ପ କାମୁଡ଼ିଲା ଏବଂ ତାଙ୍କର ମୃତ୍ୟୁ ହେଲା। ମୃତ୍ୟୁ ପରେ ଯମଦୂତମାନେ ମନୋହରକୁ ଯମପୁରକୁ ନେଇଗଲେ। ସେଠାରେ ଯମଦେବ ମନୋହରର ପାପ ଏବଂ ପୁଣ୍ୟର ହିସାବ କଲେ। ତାପରେ ମନୋହରକୁ ନର୍କକୁ ପଠାଇଦେଲେ। ମନୋହର ଅନେକ ବର୍ଷ ଯାଏଁ ନର୍କରେ ଘାଣ୍ଟି ହେଲା ଏବଂ ପ୍ରାୟଶ୍ଚିତ କରିବା ପାଇଁ ତାକୁ ପୁନଃ ମନୁଷ୍ୟ ଜନ୍ମ ପ୍ରାପ୍ତି ହେଲା। ମନୋହର ଦ୍ୱିତୀୟ ଜନ୍ମରେ ଏକ ଗରିବ ଶୂଦ୍ର ଘରେ ଜନ୍ମ ହେଲା ଏବଂ ତାକୁ ଏହି ଦ୍ୱିତୀୟ ଜନ୍ମରେ ଅତ୍ୟନ୍ତ ଦୁଃଖ ଭୋଗ କରିବାକୁ ପଡ଼ିଲା। ସେ ବଡ଼ ହେବା ପରେ ତାର ବାପା ତାର ବିବାହ ଏକ ଗରିବ ଯୁବତୀ ସହ କରାଇଦେଲେ ଏବଂ ସେ ତା ସ୍ତ୍ରୀ ସହିତ ବନରେ ଏକ କୁଡ଼ିଆ ଘରେ ରହିବାକୁ ଲାଗିଲା। ବିବାହର ଅନେକ ବର୍ଷ ପରେ ବି ମନୋହରର କୌଣସି ସନ୍ତାନ ହେଲା ନାହିଁ। ଏତିକିରେ ତାର ଦୁଃଖ କଷ୍ଟ ମଧ୍ୟ ସମାପ୍ତ ହୋଇନଥିଲା। କିଛି ଦିନ ପରେ ତାର ଶରୀରରେ ଏକ ଭୟଙ୍କର ରୋଗ ହେଲା ଏବଂ ସେ କୁଷ୍ଠ ରୋଗରେ ପୀଡ଼ିତ ହେଲା। ତାର ଶରୀରରେ କ୍ଷତ ଯୋଗୁଁ ସାରା ଦେହ ଘା ହୋଇ ପୂଜ ପାଣି ବାହାରିବାକୁ ଲାଗିଲା। ସେ ଶୂଦ୍ର ଆଉ କାମ କରିପାରିଲା ନାହିଁ। ଦିନ ସାରା ଘରେ ପଡ଼ି ରହିଥିଲା। ତାର ସ୍ତ୍ରୀ ଜଣେ ପତିବ୍ରତା ନାରୀ ଥିଲା। ତାର କୁଷ୍ଠ ରୋଗ ପରେ ବି ସେ ତାର ସ୍ୱାମୀଙ୍କୁ ଛାଡ଼ି ଚାଲିଯାଇ ନଥିଲା ଏବଂ ସେ ତାଙ୍କ ସ୍ୱାମୀଙ୍କ ନିତ୍ୟ ସେବା କରୁଥିଲା। ସେ ତା ସ୍ୱାମୀଙ୍କୁ ପରମେଶ୍ୱର ବୋଲି ମାନୁଥିଲା ଏବଂ ସେ ଶୂଦ୍ର ମନେ ମନେ ଭାବୁଥାଏ ଯେ କେଜାଣି କେଉଁ ଜନ୍ମର ପାପ ହେତୁ ମୋତେ ଏ ଜନ୍ମରେ ଏସବୁ ରୋଗକୁ ଭୋଗ କରିବାକୁ ପଡ଼ୁଛି। ଗୋଟେ ଦିନ ତାର ଘରକୁ ଜଣେ ସାଧୁ ଆସିଲେ। ସେ ଶୂଦ୍ରର ସ୍ତ୍ରୀ ସେ ସାଧୁଙ୍କର ବହୁତ ସେବା କରିଲେ। ସେ ସାଧୁ ସେ ଶୂଦ୍ରର ସ୍ତ୍ରୀ ଉପରେ ଖୁସି ହୋଇ ସାଧୁ ଜଣକ ଶୂଦ୍ରର ସ୍ତ୍ରୀକୁ କିଛି ବର ମାଗିବା ପାଇଁ କହିଲେ ଏବଂ ସେ ଶୂଦ୍ରର ସ୍ତ୍ରୀ କହିଲେ ଯେ ହେ ସାଧୁ ମହାରାଜ, ଆପଣ ଦୟାକରି
ମୋ ସ୍ୱାମୀଙ୍କର ଏହି ରୋଗକୁ ଭଲ କରିଦିଅନ୍ତୁ, ତାଙ୍କୁ ପୂର୍ବ ଭଳି ନିରୋଗୀ କରିଦିଅନ୍ତୁ। ସାଧୁ ଜଣକ ଉତ୍ତର ଦେଲେ, ଏହି ରୋଗ ତାର ପୂର୍ବ ଜନ୍ମର ଫଳ ପାଇଁ ହିଁ ହେଉଛି। ଏହା ତ ବିଧିର ବିଧାନ, ଏହାକୁ ମୁଁ ଟଳାଇ ପାରିବି ନାହିଁ। ଏଥିରେ ମୁଁ କିଛି ବି ସାହାଯ୍ୟ କରିପାରିବି ନାହିଁ, କିନ୍ତୁ ମୁଁ ତୁମକୁ ଏହାର ଉପାୟ କହିପାରିବି, ଯେଉଁଥିରେ କି ତୁମେ ଏହି ରୋଗରୁ ତୁମର ସ୍ୱାମୀକୁ ବଞ୍ଚାଇ ପାରିବ। ଏଥିପାଇଁ ତୁମେ ତୁମର ସ୍ୱାମୀକୁ ନେଇ ସୂର୍ଯ୍ୟଦେବଙ୍କ ଶରଣାଗତ ହୁଅ। ସେହି ସାଧୁ ଜଣକ କହିଲେ, ସୂର୍ଯ୍ୟଦେବଙ୍କର ଉପାସନା କର। ସୂର୍ଯ୍ୟଦେବଙ୍କ କୃପାରୁ ତୁମର ସ୍ୱାମୀ ନିଶ୍ଚିତ ଏହି କୁଷ୍ଠ ରୋଗରୁ ମୁକ୍ତି ହୋଇପାରିବେ ଏବଂ ତାଙ୍କୁ କାମଦେବ ସମାନ ରୂପ ମଧ୍ୟ ପ୍ରାପ୍ତି ହେବ। ସେ ସାଧୁ ଜଣକ ସୂର୍ଯ୍ୟଙ୍କୁ ପୂଜା କରିବାର ବିଧି ମଧ୍ୟ କହିଦେଲେ ଏବଂ ତାପରେ ସେ ବିଧିକୁ ଜାଣିବା ପରେ ସେ କୁଷ୍ଠ ରୋଗର ସ୍ତ୍ରୀ ନିଜର ସ୍ୱାମୀ ସହ ମିଶି ସମ୍ପୂର୍ଣ୍ଣ ନିଷ୍ଠାର ସହିତ ଏବଂ ଶ୍ରଦ୍ଧାର ସହିତ ସୂର୍ଯ୍ୟ ଦେବତାଙ୍କ ପୂଜା ଓ ଉପାସନା କଲେ ଏବଂ କିଛି ଦିନରେ ହିଁ ତାଙ୍କ ସ୍ୱାମୀ ସମ୍ପୂର୍ଣ୍ଣ ରୂପେ ସୁସ୍ଥ ହୋଇଗଲେ ଏବଂ ସେ ରୋଗରୁ ମୁକ୍ତି ହେଲେ ଏବଂ ସୂର୍ଯ୍ୟଦେବଙ୍କ କୃପାରୁ ସୁନ୍ଦର ରୂପ, ବଳବାନ ଏବଂ ଧନବାନ ହୋଇଗଲେ। ଶ୍ରୀକୃଷ୍ଣ କହିଲେ, ହେ ଦେବର୍ଷି ନାରଦ, ମୁଁ ତୁମକୁ ସୂର୍ଯ୍ୟଦେବଙ୍କୁ ଖୁସି କରିବାର ବିଧି ସମ୍ବନ୍ଧରେ କହୁଛି, ଯାହାକୁ କରିବା ଦ୍ୱାରା ମନୁଷ୍ୟର ସମସ୍ତ ରୋଗ ନାଶ ହୁଏ। ଶ୍ରୀକୃଷ୍ଣ କହିଲେ, ସୂର୍ଯ୍ୟଦେବଙ୍କୁ ପ୍ରତିଦିନ ଜଳ ଅର୍ପଣ କରିବା ଦ୍ୱାରା ସମସ୍ତ ଦୁଃଖ କଷ୍ଟ ଦୂର ହୋଇଯାଏ। ସୂର୍ଯ୍ୟଙ୍କ ଉପାସନା କରିବା ଦ୍ୱାରା ଶରୀର ମଧ୍ୟ ସୁସ୍ଥ ରହେ। ଜାତକରେ ସୂର୍ଯ୍ୟ ଶୁଭ ସ୍ଥିତିରେ ରହିଲେ ମାନ ସମ୍ମାନ ବଢ଼ିଥାଏ। ସାଙ୍ଗମାନେ, ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଜାତକରେ ସୂର୍ଯ୍ୟଙ୍କ ସ୍ଥିତି ଦୃଢ଼ କରିବାକୁ ହେଲେ ଏମିତି ଏକ ଜିନିଷ ଯାହାକୁ ପାଣିରେ ପକାଇ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେବା ଦ୍ୱାରା ଶୁଭ ପରିଣାମ ପ୍ରାପ୍ତ ହୋଇଥାଏ ଏବଂ ଜଗତରେ ମାନ ସମ୍ମାନ ମଧ୍ୟ ପ୍ରାପ୍ତି ହୋଇଥାଏ। କିନ୍ତୁ ସାଙ୍ଗମାନେ, କିଛି ମନୁଷ୍ୟ ସୂର୍ଯ୍ୟଙ୍କୁ ଜଳ ଦେବା ସମୟରେ ଏପରି ଭୁଲ କରିଥାନ୍ତି। ସୂର୍ଯ୍ୟଙ୍କୁ ଜଳ ଅର୍ପଣ ବେଳେ କିଛି ମହତ୍ତ୍ୱପୂର୍ଣ୍ଣ ନିୟମକୁ ପାଳନ କରିବାକୁ ପଡ଼ିଥାଏ। ସୂର୍ଯ୍ୟଦେବଙ୍କୁ ଜଳ ଦେବା ବେଳେ କିଛି ନିୟମକୁ ମଧ୍ୟ ପାଳନ କରିବା ଉଚିତ, କିନ୍ତୁ ଯେଉଁମାନେ ଏହି ନିୟମକୁ ପାଳନ କରିନଥାନ୍ତି, ସୂର୍ଯ୍ୟଙ୍କୁ ଜଳ ଅର୍ଘ୍ୟ ଦେବା ବେଳେ ଏହି ଭୁଲ ସବୁ କରିଥାନ୍ତି, ସେମାନଙ୍କୁ ସବୁବେଳେ ସୂର୍ଯ୍ୟଦେବତାଙ୍କ କୋପ ଦୃଷ୍ଟି ପଡ଼ିଥାଏ ଏବଂ ସେମାନେ ସବୁବେଳେ ରୋଗାକ୍ରାନ୍ତ ହୋଇଥାନ୍ତି। ଶ୍ରୀକୃଷ୍ଣ କହିଲେ, ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେବାର ତାତ୍ପର୍ଯ୍ୟ ଏହିକି ଯେ ସୂର୍ଯ୍ୟଦେବଙ୍କୁ ଭକ୍ତି ଭାବରେ ଜଳ ଅର୍ପଣ କରିବା। ଏହି ଜଳକୁ 2 ହାତରେ ଆଞ୍ଜୁଳି ନେଇ କିମ୍ବା ତମ୍ବା ପାତ୍ରରେ ଶୁଦ୍ଧ ଜଳ ଭରି ସୂର୍ଯ୍ୟଦେବଙ୍କୁ ସମର୍ପିତ କରିବା ଉଚିତ। କିନ୍ତୁ ଧ୍ୟାନ ରଖନ୍ତୁ ସାଙ୍ଗମାନେ, ଯଦି କର ଆଞ୍ଜୁଳି କରି ଜଳ ଅର୍ପଣ କରୁଛନ୍ତି ସୂର୍ଯ୍ୟଦେବଙ୍କୁ, ତେବେ ହାତର ବୁଢ଼ା ଆଙ୍ଗୁଠି ଏବଂ ବିଶି ଆଙ୍ଗୁଠି ଯେମିତି ଛାଡ଼ିକି ରୁହେ। ଏ 2 ଆଙ୍ଗୁଠି ମିଶିକି ରହିଲେ ଏହାକୁ ରାକ୍ଷସୀ ମୁଦ୍ରା ବୋଲି କୁହାଯାଇଥାଏ। ସୂର୍ଯ୍ୟ ଉଦୟ ସମୟରେ ଜଳ ଅର୍ପଣ କରନ୍ତୁ। ସୂର୍ଯ୍ୟୋଦୟର 2 ଘଣ୍ଟା ପରେ ଯଦି ଜଳ ଅର୍ଘ୍ୟ ଦେଉଛନ୍ତି, ତେବେ କୌଣସି ମୂଲ୍ୟ ନଥାଏ। ସାଙ୍ଗମାନେ, ସୂର୍ଯ୍ୟଦେବଙ୍କୁ ତମ୍ବା ପାତ୍ରରେ ହିଁ ଜଳ ଅର୍ପଣ କରିବା ଉଚିତ, କାହିଁକିନା ସୂର୍ଯ୍ୟଦେବଙ୍କୁ ତମ୍ବା ଅତି ପ୍ରିୟ ହୋଇଥାଏ। ତେଣୁ ତମ୍ବା ପାତ୍ରରେ ଯଦି ଜଳ ରଖି ତାକୁ ପିଉଛନ୍ତି ଆପଣମାନେ, ତେବେ ଏହାଦ୍ୱାରା ପେଟ ରୋଗରୁ ମୁକ୍ତି ମିଳିଥାଏ। ତମ୍ବା ପାତ୍ରରେ ଗଙ୍ଗା ଜଳ କିମ୍ବା ପବିତ୍ର ନଦୀର ଜଳ କିମ୍ବା ଶୁଦ୍ଧ ଜଳର ପ୍ରୟୋଗ କରିବା ଉଚିତ। ମାତ୍ର ଖାଲି ଜଳରେ କେବେ ବି ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେବା ଉଚିତ ନୁହେଁ। ଜଳ ସହିତ ପାତ୍ରରେ ନାଲି ଫୁଲ କିମ୍ବା ରକ୍ତ ଚନ୍ଦନ ଏବଂ ଅକ୍ଷତ ନିଶ୍ଚିତ ଭାବରେ ରଖନ୍ତୁ। ଆପଣ ଚାହିଁଲେ ଜଳରେ ଅଳ୍ପ କ୍ଷୀର, ମହୁ, ଗୁଡ଼, ଘିଅ ଇତ୍ୟାଦି ପକାଇ ପାରିବେ। ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବାର ସମୟ ହେଉଛି ସୂର୍ଯ୍ୟ ଉଦୟ ଯେତେବେଳେ ହେଉଛନ୍ତି, ଯେତେବେଳେ ସୂର୍ଯ୍ୟ ଲାଲ ରଙ୍ଗର ଦେଖାଯାଉଛନ୍ତି, ସେହି ସମୟରେ ଅର୍ଘ୍ୟ ଦେଲେ ସର୍ବଶ୍ରେଷ୍ଠ ଫଳ ମିଳିଥାଏ। ଯଦି ମନୁଷ୍ୟ ସଂକଳ୍ପ କରିଥାଏ ଯେ ସେ ସୂର୍ଯ୍ୟଦେବଙ୍କୁ ସବୁବେଳେ ଅର୍ଘ୍ୟ ପ୍ରଦାନ କରିବ, ଅର୍ଘ୍ୟ ଅର୍ପଣ କରିବ, ତେବେ ତାହାକୁ କେବେ ବି ସଂକଳ୍ପକୁ ଭାଙ୍ଗିବା ଉଚିତ ନୁହେଁ। ରବିବାରକୁ ସୂର୍ଯ୍ୟଦେବଙ୍କର ଦିନ ବୋଲି ମନାଯାଇଥାଏ। ଜାତକରେ ଯେଉଁମାନଙ୍କର ଦୋଷ ରହିଥାଏ, ସେହି ଦୋଷକୁ ଦୂର କରିବା ପାଇଁ ରବିବାର ଦିନ ବିଶେଷ ଭାବରେ ସୂର୍ଯ୍ୟ ଦେବତାଙ୍କୁ ଉପାସନା କରିବା ଉଚିତ।
ସୂର୍ଯ୍ୟଙ୍କ ସହିତ ଜଡ଼ିତ ବସ୍ତୁକୁ ଦାନ କରିବା ଉଚିତ, ଯଥା ତମ୍ବା, ଗହମ, ଗୁଡ଼, ଚନ୍ଦନ, ହଳଦିଆ ରଙ୍ଗର ବସ୍ତ୍ର ଇତ୍ୟାଦି ଆପଣମାନେ ଦାନ କରିପାରିବେ। ଏହା ଦାନ କରିବା ଦ୍ୱାରା ସବୁ ଦୁଃଖ ଦୂର ହୋଇଥାଏ। ଯଦି ବ୍ୟକ୍ତି ଅସୁସ୍ଥ କିମ୍ବା ଘରେ ସୂତକ ଅଛି କିମ୍ବା ଅନ୍ୟ କିଛି କାରଣରୁ ଜଳ ଅର୍ଘ୍ୟ ଦେଇପାରୁନାହାନ୍ତି, ସେଥିପାଇଁ ଶାସ୍ତ୍ରରେ ମାନସ ପୂଜାର ବ୍ୟବସ୍ଥା କରାଯାଇଛି। ଏହାର ଅର୍ଥ ନିଜର ମନ ଭିତରେ ହିଁ ସୂର୍ଯ୍ୟ ଦେବଙ୍କୁ ଅର୍ଘ୍ୟ ଦେଇପାରିବେ ଏବଂ ଯଦି କୌଣସି କାରଣରୁ ସୂର୍ଯ୍ୟ ଦେବତା ଦେଖାଯାଉନାହାନ୍ତି ତେବେ ପୂର୍ବ ଦିଗକୁ ମୁଖ କରି ଅର୍ଘ୍ୟ ଦେଇପାରିବେ। ସବୁଦିନ ସୂର୍ଯ୍ୟଙ୍କୁ ଜଳ ଅର୍ଘ୍ୟ ଦେବା ଦ୍ୱାରା ମନୁଷ୍ୟର ସମସ୍ତ ଦୁଃଖ ନାଶ ହୁଏ। ତା ସହିତ ସେ ନିରୋଗୀ ରୁହେ, ତାର ଶରୀର ସବୁବେଳେ ସୁସ୍ଥ ରହିଥାଏ। ତେଣୁ ସବୁଦିନ ସୂର୍ଯ୍ୟଙ୍କୁ ଏହି ନୀତି ନିୟମକୁ ପାଳନ କରି ଜଳ ଅର୍ଘ୍ୟ ଦେବା ଉଚିତ। ଆଶା କরি ସାଙ୍ଗମାନେ ଏହି ଭିଡ଼ିଓଟି ଆପଣମାନଙ୍କୁ ନିଶ୍ଚିତ ଭାବରେ ହେଲ୍ପଫୁଲ୍ ହୋଇଥିବ। ଯଦି ଆପଣମାନଙ୍କୁ ମୋର ଭିଡ଼ିଓଟି ଭଲ ଲାଗିଥାଏ ଗୋଟିଏ ଲାଇକ୍ କରନ୍ତୁ, ନିଜର ପ୍ରିୟଜନମାନଙ୍କୁ ସେୟାର କରନ୍ତୁ ଆଉ ମୋର ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ପାଇଁ ଜମାରୁ ବି ଭୁଲନ୍ତୁ ନାହିଁ। ସାଙ୍ଗମାନେ ଆଉ ଏକ ନୂଆ ଟପିକ୍ ଆପଣମାନଙ୍କ ପାଇଁ ନେଇକି ଆସିବି। ସେତେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ରହିଲି, ନମସ୍କାର।